ଭାରତୀୟ ରେଳବାଇରେ ପୁଣି ଏକ ନୂତନ ଚାକିରି ସୁଯୋଗ ଆସିଛି। ଏଥିରେ ଦଶମ ଶ୍ରେଣୀ ପାସ୍ ପିଲା ମଧ୍ୟ ଭାଗ ନେଇପାରିବେ। ପୂର୍ବ ରେଳବାଇ ଏହି ସୁଯୋଗ ନେଇ ଆସିଛି। ଏନେଇ ଇଆର୍ ଏବଂ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଆଗକୁ ଦେଖନ୍ତୁ। ଏହି ନିଯୁକ୍ତି ମାଧ୍ୟମରେ ଇଆର୍ରେ ଗ୍ରୁପ୍ ସି ଓ ଗ୍ରୁପ୍ ଡି ପଦବୀ ପୂରଣ ହେବ। ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। 60ଟି ପଦବୀ ପୂରଣ ହେବ। ଦଶମ ପାସ୍ କରିଥିବା ପ୍ରାର୍ଥୀ ମଧ୍ୟ ସୁଯୋଗ ନେଇପାରିବେ। ଏଥିରେ ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଇଆର୍ର ଅଫିସିଆଲ ୱେବସାଇଟ୍ rrcer.org କିମ୍ବା rrcrecruit.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ ନୋଟିସ୍ ଦେଖିବାକୁ ଚାହାନ୍ତି ସେମାନଙ୍କୁ ଡିସ୍କ୍ରିପ୍ସନ୍ ବକ୍ସରେ ଯାଇ ଅଫିସିଆଲ ନୋଟିସ୍ର ଲିଙ୍କ ଉପରେ କ୍ଲିକ୍ କରି ଏହାର ନୋଟିସ୍ଟିକୁ ଯାଞ୍ଚ କରି ନେଇପାରିବେ। ଦେଖନ୍ତୁ ଏଥିରେ ତାରିଖ ସବୁ କ'ଣ ରହିଛି। ଅନଲାଇନ୍ ଆବେଦନର ଆରମ୍ଭ ହେଉଛି ନଭେମ୍ବର 15 ତାରିଖରେ। ଏଇ ଯେଉଁ ନଭେମ୍ବର 15 ତାରିଖରୁ ଏହା ଆରମ୍ଭ ହେଲାଣି। ଅନଲାଇନ୍ ଆବେଦନ ଶେଷ ହେବ 14 ଡିସେମ୍ବର। 14 ଡିସେମ୍ବର ପର୍ଯ୍ୟନ୍ତ ଏଥିରେ ଆବେଦନ ଚାଲିବ। ମାସେ ପର୍ଯ୍ୟନ୍ତ ଆବେଦନ ଚାଲିବ। ଏଥିରେ ଗ୍ରୁପ୍ ଡି ଲେବର 39ଟି ପୋଷ୍ଟ ରହିଛି। ଗ୍ରୁପ୍ ସି ଲେବର 2 ଆଣ୍ଡ ଲେବର 3 16ଟି ପୋଷ୍ଟ ରହିଛି। ଗ୍ରୁପ୍ ସି ଲେବର 4 ଲେବର 5 5ଟି ପୋଷ୍ଟ ରହିଛି। ମୋଟ ପୋଷ୍ଟ ରହିଛି 60ଟି। ଏହି 60ଟି ପୋଷ୍ଟରେ ଆପଣ ଆବେଦନ କଲେ ଆପଣ ଯଦି ଯୋଗ୍ୟ ହୁଅନ୍ତି ତେବେ ଆପଣ ଏଥିରେ ପାଇପାରିବେ। ଦେଖନ୍ତୁ ଯୋଗ୍ୟତା ଏଥିରେ ଲେବର 4 ଲେବର 5 ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟରୁ ସ୍ନାତକ ହେବା ଆବଶ୍ୟକ। ଏହାପରେ ଲେବର 2 ଆଣ୍ଡ ଲେବର 3 ପ୍ରାର୍ଥୀ ନିଶ୍ଚିତ ଭାବରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିବେ। ଯଦି ପ୍ରାର୍ଥୀ ଆପ୍ରେଣ୍ଟିସସିପ୍ ପାଠ୍ୟକ୍ରମ ସମାପ୍ତ କରିଛନ୍ତି ତେବେ ତାଙ୍କୁ ଅଗ୍ରାଧିକାର ମିଳିବ। ଲେବର 1 ଦେଖନ୍ତୁ ପ୍ରାର୍ଥୀ ଦଶମ ପାସ୍ କରିବା ସହିତ ITI କରିଥିବେ। ଏହା ବିଷୟରେ ଡିଟେଲ୍ସରେ ଜାଣିବା ପାଇଁ ନୋଟିସ୍ଟିକୁ ଯାଞ୍ଚ କରନ୍ତୁ। ବୟସ ସୀମା 18ରୁ 25 ରହିଛି। ଗଣନା ଅନୁସାରେ 1/1/2025 ହେବ। ଆବେଦନ ପାଇଁ ଏଥିରେ ସାଧାରଣ ବର୍ଗ 500 ଟଙ୍କା ଦେବେ। SC ST ସଂଖ୍ୟାଲଘୁ ଓ ମହିଳା 250 ଟଙ୍କା ଏଥିପାଇଁ ଦେବେ। ସିଲେକ୍ସନ୍ ପ୍ରୋସେସ୍ କ'ଣ ରହିଛି ଦେଖନ୍ତୁ। ବିଭିନ୍ନ କ୍ରୀଡ଼ାରେ ଜିତିଥିବା ପଦକ ଏବଂ ପୂର୍ବ ରେଳବାଇରେ ନିଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚୟନ ପ୍ରକ୍ରିୟାରେ ସ୍ୱୀକୃତିପ୍ରାପ୍ତ କ୍ରୀଡ଼ାରେ ସଫଳତା ଆଧାରରେ 50 ମାର୍କ ଦିଆଯିବ। ଏହା ବ୍ୟତୀତ କ୍ରୀଡ଼ା ଦକ୍ଷତା ଏବଂ ଶାରୀରିକ ସୁସ୍ଥତା ଉପରେ 40 ମାର୍କ ରହିବ। ଶିକ୍ଷାଗତ ଯୋଗ୍ୟତା ପାଇଁ 10 ମାର୍କ ଧାର୍ଯ୍ୟ କରାଯିବ। ଏହାର ଅଫିସିଆଲ ୱେବସାଇଟ୍ର ଲିଙ୍କ ଡିସ୍କ୍ରିପ୍ସନ୍ ବକ୍ସରେ ମିଳିଯିବ, ଯେଉଁଠି ଯାଇ ଆପଣ ଆବେଦନ କରିବେ। ଏହା ସହିତ ଏହି ଯେଉଁ ନିଯୁକ୍ତିର ନୋଟିସ୍ଟି ମଧ୍ୟ ଆପଣଙ୍କୁ ଡିସ୍କ୍ରିପ୍ସନ୍ ବକ୍ସରେ ମିଳିଯିବ। ଲିଙ୍କଟି ସେଇଠି ମିଳିବ। ଆପଣ ନୋଟିସ୍ଟିକୁ ମଧ୍ୟ ଚେକ୍ କରି ନେଇପାରିବେ।